କୁକୁଡ଼ା ବଳିଦାନ ଦେଇଥିଲେ ମାଂସ ମଦ ଖାଇର ସେ ଆନନ୍ଦ ହୋଇଲେ। ତା ଦେଖି ରାଜଦୂତେ ବେଗେ ଚଳିଗଲେ ରାଜାର ଅଗ୍ରତେ ଯାଇ ବାରତା କହିଲେ। ପାଦେ ପଡ଼ି କରଜୋଡ଼ି ଜଣାଇଲେ ଦୂତେ ଯୋଉ ଘରେ ମଲା ଲୋକ ହୋଇଲେ। ତୁରିତେ ତା ଶୁଣି ମହାରାଜା ବିସ୍ମୟ ହୋଇଲେ। ଆପଣା ଆପଣା ମନେ ମନେ ଚିନ୍ତା କଲେ ବାଇକି ବାତୁର ମୋର ବୁଦ୍ଧି ହେଲା ଇନ ପାପ ପୁଣ୍ୟ ବିଚାର ନ କଲା ମୋର ମନ। ବୁଦ୍ଧିମନ୍ତ ଥିଲେ ମୁଁ କିଏ ମନ୍ତ କରନ୍ତି ଏଇ ରୂପେ ଧରି ମୁଇଁ କାଳକ ନବର୍ତ୍ତୀ। ପୁଣ୍ୟ କଲା ଲୋକମାନେ ସ୍ୱର୍ଗରେ ବସନ୍ତି ପାପ କଲା ଲୋକମାନେ ନରକେ ପଡ଼ନ୍ତି। କହିଲା ନିମନ୍ତେ ମହାରାଜା ବିଜୟ ହୋଇଲେ ଆଚମ୍ବିତ ହୋଇଲା। ତୋର ସଙ୍ଗରେ ମିତ୍ର ହୋଇ ହୋଇ ପୁଣି ବହୁତ ପ୍ରକାରେ ଶାସ୍ତି ଦେଲି ଯେ ତୁମକୁ ବସିଅଛି ଦୋଷାଦୋଷ କ୍ଷମା ମାଗିବାକୁ ଅଛି। ଆହେ ମହାରାଜା ଛେଳି ଯେ କୁକୁଡ଼ା ଆମ ମଙ୍ଗଳାଙ୍କ ପୂଜା ହୀନ ଜାତି ସଙ୍ଗେ ତୁମେ ମଇତ୍ର ହୋଇବ। ଛେଳି ଯେ କୁକୁଡ଼ା ମଦ ମାଂସ ହିଁ ଖାଇବ ତେବେ ତୁମ୍ଭ ସଙ୍ଗେ ମିତ୍ର ହୋଇବ ହିଁ ମୁହିଁ ନଇଲେ ମୋ ପ୍ରୟୋଜନ ଏତେ କିଛି ନାହିଁ। ତା ଶୁଣି ମହାରାଜା ସନମତ କଲା ଚାଲାଳୁଣୀ ସଙ୍ଗତରେ ମଇତ୍ର ହୋଇଲା। ଶ୍ରୀକୃଷ୍ଣ ବୋଲନ୍ତି ତୁମେ ଶୁଣ ହେ ଅର୍ଜୁନ ଚାଣ୍ଡାଳୁଣୀ ସଙ୍ଗେ ମିତ୍ର ହେଲେ ରାଜନ। ଏକୁ ଅନନ୍ତରେ କିଛି ଦିନ ଗତ ହେଲା ମଙ୍ଗଳାଙ୍କ ପୂଜା ଦିନ ପ୍ରବେଶ ହୋଇଲା। ସେ ଦିନରେ ଚାଣ୍ଡାଳୁଣୀ ପ୍ରଭାତ ଉଠିଲା ଏକ ବର୍ଣ୍ଣ ଗାଈର ଯେ ଗୋବର ଆଣିଲା ଉତ୍ତମ ହରିଣଙ୍କର ବାହାର ଦେଖିଲା ଖଇରୁ ଆଣିବାକୁ ବଜାରକୁ ଗଲା। ସେ ଦିନରେ ମହାରାଜା ପ୍ରଭାତ ଉଠିଲେ ଡେଙ୍ଗୁରା ବିଧାୟୀନ ଡାକ ଯେ ଦିଆଇଲେ। ଆଜି ଯୋଗ୍ର ନାରୀମାନେ ସମସ୍ତେ ଯେ ଯିବା ଚାଣ୍ଡାଳୁଣୀ ଦ୍ୱାରେ ଯାଇ ମଙ୍ଗଳା ସେବିବା ଏହା ବୋଲି ଦୂତମାନେ ଯାଇ କହନ୍ତି। ତା ଶୁଣି ନର ନାରୀ ଗଲେ ସମସ୍ତ ଚାଣ୍ଡାଳୁଣୀ ଦ୍ୱାରେ ଯାଇ ହେଲେ ଉପସ୍ଥିତ। ପାଦଗତି ହୋଇ ରାଣୀ ବିଜେ କରି ଗଲେ ଚାଣ୍ଡାଳୁଣୀ ଦ୍ୱାରେ ଯାଇ ପ୍ରବେଶ